ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ୍ଭିକେ ଆସୁଙ୍କ ତତ୍ତ୍ୱାବଧାନରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଛୋଟ ଛୋଟ ପିଲାମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାଜସେବୀ ଶ୍ରୀମୟ ମହାପାତ୍ର, ଡାକ୍ତର ଶଙ୍କର ନାରାୟଣ ବେହେରା, ବିପିଏମ୍ ଗୋଲକ ନାରାୟଣ କାରିଆ ଗଟ୍ଟୁ, ଏନ୍କେ ବିଷ୍ଣୁପ୍ରିୟା ରେଡ୍ଡି, ସଙ୍ଗୀତାଞ୍ଜଳି ପ୍ରଧାନ, ଆଶା କର୍ମୀ ଉର୍ମିଳା ବେହେରା, ରୀତାରାଣୀ ସ୍ୱାଇଁ, ଉଜ୍ଜଳା ସିଂ ଓ ବଙ୍ଗାଳୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ 0ରୁ 5 ବର୍ଷ ଯାଏଁ ପିଲାଙ୍କୁ ଏହି ବୁନ୍ଦା ଖୁଆଯାଇଥିବା ବେଳେ ଆସନ୍ତା ସୋମବାର ଓ ମଙ୍ଗଳବାର ଦିନ 52ଗୋଟି ବୁଥ୍ ସಮೇତ ଘରକୁ ଘର ବୁଲି ଏହି ବୁନ୍ଦା ଶିଶୁମାନଙ୍କୁ ଖୁଆଯିବ। ସମଗ୍ର ବ୍ଲକରେ 11,002 ଜଣ ଶିଶୁଙ୍କୁ ଏହା ଖୁଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପୋଲିଓ ମୁକ୍ତ ଭାରତ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଏକ ସଚେତନତା ରଥକୁ ସୁପରିଟେଣ୍ଡେଣ୍ଟ ଡାକ୍ତର ଅଶୋକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। ଗଞ୍ଜାମରୁ ଜ୍ୟୋତିରଞ୍ଜନ ଗୌଡ଼ଙ୍କ ରିପୋର୍ଟ, ସଂଘର୍ଷ ଟିଭି।